ମାନେ ମୁଁ ରଞ୍ଜିତ, ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଗୋଟେ ଭିଡିଓରେ। ତ ସାଙ୍ଗମାନେ, ଆପଣମାନେ କେମିତି ଅଛନ୍ତି? ମୁଁ ତ ଭଲରେ ଅଛି ସବୁବେଳେ। ତ ଆପଣମାନେ ବି ସବୁବେଳେ ଭଲରେ ଥାନ୍ତୁ ସାଙ୍ଗମାନେ। ଆଉ ଆପଣମାନଙ୍କ ପଢାପଢି, ଆପଣଙ୍କ ପ୍ରିପାରେସନ ସବୁବେଳେ କଣ୍ଟିନ୍ୟୁ ରଖନ୍ତୁ। ତ ସାଙ୍ଗମାନେ, ଆମର ହୋମଗାର୍ଡ କଥା ଯଦି କହିବା, ମୁଁ ଆପଣଙ୍କ ପୂର୍ବ ଭିଡିଓରେ ଗୋଟେ ଜିକେ ଭିଡିଓ ଆଣିକି ଆସିଥିଲି, ଯୋଉଠି କି ଆମର ଅଲ୍ ଡିଷ୍ଟ୍ରିକ୍ଟ ପାଇଁ ହୋମଗାର୍ଡ ର କିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଆଣିକି ଆସିଥିଲି 20ଟା। ତ ସେଇଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ସେଇଟା ଯଦି ଆପଣମାନେ ଦେଖିଛନ୍ତି ତ ଭଲ କଥା। ସେଇ ଟାଇପ ର ହିଁ କ୍ୱେଶ୍ଚନ ମାନେ ଆସୁଛି ଆମର ହୋମଗାର୍ଡ ଏକ୍ସାମ ରେ। ତ ଆଜି ମୁଁ ଆପଣମାନଙ୍କ ପାଇଁ ସେଇ କ୍ୱେଶ୍ଚନ ସବୁ ଯୋଉ 20 MCQ ଆଣିଥିଲି ପୂର୍ବ ଭିଡିଓରେ, ସେଇଭଳିଆ ଆଜି ବି ମୁଁ ଆପଣଙ୍କ ପାଇଁ 20 MCQ ଆଣିଛି। ତ ସେଇଟା ଆମର ପାର୍ଟ 2। ଏଇ ଭିଡିଓଟା ଆମର ପାର୍ଟ 2 ହବ। MCQ ସେଟା 1, ସେଟା ଆମର ପାର୍ଟ 1 ହେଲେ, ଏଟା ଆମର ପାର୍ଟ 2 ହବ। ତ ଏଇ ଯୋଉ କ୍ୱେଶ୍ଚନ ସବୁ ଆପଣଙ୍କ ପାଇଁ ମୁଁ ଆଣିଛି, ଠିକ ଅଛି ସାଙ୍ଗମାନେ, ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଗୁଡିକ। ଏଇ କ୍ୱେଶ୍ଚନ ଯଦି ଆପଣମାନେ ପଢି ଏକ୍ସାମ ନିହାତି ସିଲେକ୍ସନ ନେଇକି ଯିବେ। ତ ମୁଁ ଆପଣଙ୍କୁ ଏତିକି କହୁଛି କି ଆପଣମାନେ ଯୋଉ କ୍ୱେଶ୍ଚନ ସବୁ ମୁଁ ଆଣିଛି ସେଟାକୁ ଦେଖନ୍ତୁ, ପଢନ୍ତୁ ଆଉ ମନେ ରଖନ୍ତୁ। ଆଉ ଏକ୍ସାମକୁ ଯିବା ବେଳେ ସେଟା ନିହାତି ହେଲ୍ପଫୁଲ ହବ ଆପଣଙ୍କ ପାଇଁ। କାହିଁକି ନା ସେଇ କ୍ୱେଶ୍ଚନ ଆସୁଛି, ସେଇଟା ଯୋଉ କ୍ୱେଶ୍ଚନ ଯଦି ପଡି ଯାଉଛି ଆପଣଙ୍କ ଏକ୍ସାମ ରେ, ତ ସେଇ କ୍ୱେଶ୍ଚନ ଯଦି ରିପିଟ ହେଇଯାଉଛି ତ ଆପଣଙ୍କ ପାଇଁ ବହୁତ ଭଲ କଥା। ତ ଆରାମରେ ଆପଣ ଭଲ ସ୍କୋର କରିବେ। ଯଦି ବି ସେଇ କ୍ୱେଶ୍ଚନ ଗୁଡିକ ମାନେ ଆପଣଙ୍କ ଏକ୍ସାମ ରେ ଆସୁନି, ତ ସେଇ ଟାଇପ ର ହିଁ ଆସୁଛି। ମୁଁ ଏମିତି ନାଇଁ କି କହିବି, ମୁଁ ଏମିତି କହିପାରିବିନି ଗ୍ୟାରେଣ୍ଟି କି ସେଇ କ୍ୱେଶ୍ଚନ ହିଁ ଆପଣଙ୍କର ଏକ୍ସାମ ରେ ଆସିବ, ସେମିତି ନାହିଁ। ସେଇ ଟାଇପ ର କ୍ୱେଶ୍ଚନ ପଡୁଛି, ସେଇ କ୍ୱେଶ୍ଚନ ବି ଆସିପାରେ। ତ ମୁଁ ଗ୍ୟାରେଣ୍ଟି ସହିତ କହିବିନି କି ସେଇ କ୍ୱେଶ୍ଚନ ହିଁ ଆସିବ, ସେ ଆସିପାରେ ନ ଆସି ବି ପାରେ। ତ ସେଇ ଟାଇପ ର କ୍ୱେଶ୍ଚନ ଆସିଛି, ତ ସେଥିପାଇଁ ମୁଁ ଆପଣଙ୍କ ପାଇଁ ଆଣିକି ଆସିଛି। ତ କ୍ୱେଶ୍ଚନ ସବୁ ଆପଣମାନେ ଦେଖନ୍ତୁ ସାଙ୍ଗମାନେ, ଦେଖିଲେ ଆପଣଙ୍କ ପାଇଁ ହେଲ୍ପଫୁଲ ହବ। ତ ମୁଁ ବେଶୀ ଡେରି କରିବିନି, ତ ଚାଲନ୍ତୁ ଡିସ୍କସ କରିବା। ତ ସାଙ୍ଗମାନେ ଦେଖନ୍ତୁ, ଓଡ଼ିଶା ହୋମଗାର୍ଡ ପାର୍ଟ 2 ଜିକେ ର ମୋର ପ୍ରଥମ କ୍ୱେଶ୍ଚନ କ'ଣ ନା, ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ନାମ କ'ଣ? ତ ସାଙ୍ଗମାନେ, ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ନାମ କ'ଣ ନା, ଅପସନ ଦେଖନ୍ତୁ। ଏ ରେ ଅଛି ବିଜୁ ପଟ୍ଟନାୟକ, ବି ରେ ଅଛି ନବକୃଷ୍ଣ ଚୌଧୁରୀ, ସି ରେ ଅଛି ହରେକୃଷ୍ଣ ମହତାବ, ଡି ରେ ଅଛି ବିଶ୍ୱନାଥ। ତ ସଠିକ ଆନ୍ସର କ'ଣ ହବ ନା ସାଙ୍ଗମାନେ, ଅପସନ ନମ୍ବର ସି, ହରେକୃଷ୍ଣ ମହତାବ। ତ 2 ନମ୍ବର କ୍ୱେଶ୍ଚନ ଦେଖନ୍ତୁ, ଓଡ଼ିଶାରେ ଅଧିକ ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହୋଇଛନ୍ତି? ତ এই କ୍ୱେଶ୍ଚନର ଆନ୍ସର ଆପଣମାନେ ଜାଣିଛେ ମୋତେ ଲାଗୁଛି। ତ ଓଡ଼ିଶାରେ ଅଧିକ ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହୋଇଥାନ୍ତି ନା ସାଙ୍ଗମାନେ, ଅପସନ ଦେଖିବା। 1 ରେ ଅଛି ଗିରିଧର ଗମାଙ୍ଗ, ବି ରେ ଅଛି ଜାନକୀ ବଲ୍ଲଭ ପଟ୍ଟନାୟକ, ସି ରେ ଅଛି ନବୀନ ପଟ୍ଟନାୟକ, ଡି ରେ ଅଛି ବିଜୁ ପଟ୍ଟନାୟକ। ତ ଏହାର ସଠିକ ଆନ୍ସର କ'ଣ ହବ ନା ସାଙ୍ଗମାନେ, ନବୀନ ପଟ୍ଟନାୟକ। ଅପସନ ନମ୍ବର ଆମର ସି ହେଇଯିବ। ତ ଆମର 3 ନମ୍ବର କ୍ୱେଶ୍ଚନକୁ ଯିବା। ଗୀତ ଗୋବିନ୍ଦ ବି ପୁସ୍ତକ କିଏ ଲେଖିଥିଲେ? ତ ସାଙ୍ଗମାନେ ଅପସନ ଭାଷ ଦେଖିବା। ନରୋତ୍ତମ ଦାସ, ଜୟଦେବ, ବିଦ୍ୟାପତି, ଗୋପବନ୍ଧୁ ଦାସ। ସାଙ୍ଗମାନେ, ଆମର ଗୀତ ଗୋବିନ୍ଦ ବି କିଏ ଲେଖିଥିଲେ ନା, ଆମର ଜୟଦେବ ସାଙ୍ଗମାନେ ଲେଖିଥିଲେ। ଆମର ଅପସନ ନମ୍ବର ବି ହେଇଯିବ। ତ 4 ନମ୍ବର କ୍ୱେଶ୍ଚନକୁ ଯିବା। କେଉଁ ଶତାବ୍ଦୀରେ ହୁଏସାଙ୍ଗ ଓଡ଼ିଶା ଭ୍ରମଣରେ ଆସିଥିଲେ? ତ ସାଙ୍ଗମାନେ, ଆମର ହୁଏସାଙ୍ଗ ଯୋଉ ଓଡ଼ିଶାକୁ ଭ୍ରମଣ କରିବାକୁ ଆସିଥିଲେ, ସେଟା କୋଉ ମସିହାରେ ନା, ତ ଅପସନ ଦିଆଯାଇଛି ଦେଖନ୍ତୁ। ଏ ରେ ଅଛି 605, ବି ରେ 639, ସି ରେ ଅଛି 645, ଡି ରେ ଅଛି 657। ତାର ସଠିକ ଆନ୍ସର କ'ଣ ନା ସାଙ୍ଗମାନେ, ସଠିକ ଆନ୍ସର ଅପସନ ନମ୍ବର ବି, 639 ମସିହାରେ ସେମାନେ ହୁଏସାଙ୍ଗ ଓଡ଼ିଶାକୁ ଭ୍ରମଣ କରିବାକୁ ଆସିଥିଲେ। ନେକ୍ସଟ କ୍ୱେଶ୍ଚନ ଦେଖନ୍ତୁ, 5 ନମ୍ବର କ୍ୱେଶ୍ଚନ କ'ଣ ନା, କେଉଁ ରାଜା କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ? ତ ସାଙ୍ଗମାନେ ଅପସନ ଦେଖିବା। ଏ ରେ ଅଛି ଭାନୁଦେବ, ଚୋଡ଼ଗଙ୍ଗ ଦେବ, ସି ରେ ଖାରବେଳ, ଡି ରେ ଅଛି ନରସିଂହ ଦେବ 1। ତ ଏଇଟା ତ ଆପଣମାନେ ଜାଣିଥିବେ, କେଉଁ ରାଜା କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ ନା ସାଙ୍ଗମାନେ, ଆମର ଅପସନ ନମ୍ବର ଡି, ପ୍ରଥମ ନରସିଂହ ଦେବ ଆମର କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ। ତ 6 ନମ୍ବର କ୍ୱେଶ୍ଚନକୁ ଯିବା। ଗୋପବନ୍ଧୁ ଦାସଙ୍କୁ ଉତ୍କଳମଣି ଉପାଧି କିଏ ଦେଇଥିଲେ? ସାଙ୍ଗମାନେ, ଏଇ କ୍ୱେଶ୍ଚନଟା ଆପଣମାନେ ବହୁତ ଭେରି ଇମ୍ପୋର୍ଟାଣ୍ଟ। ଏଇ ଟାଇପର କ୍ୱେଶ୍ଚନ ହିଁ ଆମର ହୋମଗାର୍ଡ ଏକ୍ସାମରେ ଆସୁଛି। ତ ଗୋପବନ୍ଧୁ ଦାସ ଯୋଉ, ତାଙ୍କୁ ଆମର ଉତ୍କଳମଣି ଉପାଧିଟି କିଏ ଦେଇଥିଲେ ସାଙ୍ଗମାନେ? ତ ଅପସନରେ ଅଛି ଦେଖନ୍ତୁ, ମହାତ୍ମା ଗାନ୍ଧୀ, ବି ରେ ଅଛି ଦେବେନ୍ଦ୍ର ମୋହନ ବୋଷ, ସି ରେ ଅଛି ପ୍ରଫୁଲ୍ଲ ଚନ୍ଦ୍ର ରାୟ, ଡି ରେ ଅଛି ଜଗଦୀଶ ଚନ୍ଦ୍ର ବୋଷ। ତ ସଠିକ ଆନ୍ସର କ'ଣ ହବ ନା ସାଙ୍ଗମାନେ, ଆମର ପ୍ରଫୁଲ୍ଲ ଚନ୍ଦ୍ର ରାୟ। ତ 7 ନମ୍ବର କ୍ୱେଶ୍ଚନ ଦେଖନ୍ତୁ ସାଙ୍ଗମାନେ, ଓଡ଼ିଶାର କେତେ ଜଣ ସଦସ୍ୟ ଲୋକସଭାକୁ ଯାଇଥାନ୍ତି? ତ ଅପସନ ଦେଖିବା। ଅପସନ ଏ ରେ ଅଛି 15, ବି ରେ 19, ସି ରେ 21, ଡି ରେ 32। ତ ସଠିକ ଆନ୍ସର ହେଇଯିବ ଆମର ସି, 21। ତ ଓଡ଼ିଶାର ଆମର 21 ଜଣ ସଦସ୍ୟ ଲୋକସଭାକୁ ସାଙ୍ଗମାନେ ଯାଇଥାନ୍ତି। ତ ନେକ୍ସଟ କ୍ୱେଶ୍ଚନ 8 ନମ୍ବର ଦେଖନ୍ତୁ, ଓଡ଼ିଶାର ଜାତୀୟ ଫୁଲର ନାମ କ'ଣ? ତ ଆନ୍ସର 21। ତ ନେକ୍ସଟ, ଓଡ଼ିଶାର ଜାତୀୟ ଫୁଲର ନାମ କ'ଣ ସାଙ୍ଗମାନେ, ନା ଏ ରେ ଅଛି ଗୋଲାପ, ବି ରେ ଟଗର, ସି ରେ ଅଶୋକ, ଡି ରେ ମନ୍ଦାର। ତ ସଠିକ ଆନ୍ସର କ'ଣ ଆମର, ଅପସନ ନମ୍ବର ସି, ଅଶୋକ ହେଇଯିବ ସାଙ୍ଗମାନେ ଆମର ଓଡ଼ିଶାର ଜାତୀୟ ଫୁଲର ନାମ। ନେକ୍ସଟ କ୍ୱେଶ୍ଚନ ଦେଖନ୍ତୁ ଆମର 9 ନମ୍ବର। ତ 9 ନମ୍ବର, ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ ସାଙ୍ଗମାନେ? ତ ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ ନା ସାଙ୍ଗମାନେ, ଅପସନ ଦେଖିବା। ଏ ରେ ଅଛି ଆମର ତପ୍ରପାଣି, ବି ରେ ଅଛି ଢେଙ୍କାନାଳ, ସି ରେ ଦାରିଙ୍ଗବାଡ଼ି, ଡି ରେ ମହେନ୍ଦ୍ରଗିରି। ତ ସାଙ୍ଗମାନେ, ଏହାର ସଠିକ ଆନ୍ସର କ'ଣ ହବ ନା, ଦାରିଙ୍ଗବାଡ଼ି। ତ ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ ନା ସାଙ୍ଗମାନେ, ଆମର ଅପସନ ନମ୍ବର ସି, ଦାରିଙ୍ଗବାଡ଼ିକୁ ଆମର ଓଡ଼ିଶାର କାଶ୍ମୀର କୁହାଯାଏ। ତ 10 ନମ୍ବର କ୍ୱେଶ୍ଚନ ଦେଖନ୍ତୁ, କେଉଁ ଜିଲ୍ଲାକୁ ଓଡ଼ିଶାର ଶସ୍ୟାଗାର କୁହାଯାଏ? ତ
ତ ଅପସନ୍ ଦେଖିବା ଏରେ ଅଛି ବରଗଡ଼, ବିରେ ଅନୁଗୁଳ, ସିରେ ବାଲେଶ୍ୱର, ଡିରେ ପୁରୀ। ତ ସଠିକ୍ ଆନ୍ସର୍ ହେଇଯିବ ଆମର ବାଲେଶ୍ୱର ସାଙ୍ଗମାନେ। ତ ଆମର କେଉଁ ଜିଲ୍ଲାକୁ ଓଡ଼ିଶାର ଶସ୍ୟାଗାର କୁହାଯାଏ ନା ଆମର ବାଲେଶ୍ୱର ଜିଲ୍ଲାକୁ ଓଡ଼ିଶାର ଶସ୍ୟାଗାର କୁହାଯାଏ। ତ 11 ନମ୍ବର କ୍ୱେଶ୍ଚନ୍ ଦେଖନ୍ତୁ, କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ପ୍ରଥମ ଓଡ଼ିଆ କିଏ? ତ ଅପସନ୍ ଦେଖିବା ଫାଷ୍ଟ, ଏରେ ଆମର ଗୋପୀନାଥ ମହାନ୍ତି, ବିରେ ସଦାଶିବ ମିଶ୍ର, ସିରେ କେଳୁଚରଣ ମହାପାତ୍ର, ଡିରେ ସୁରେନ୍ଦ୍ର ମହାନ୍ତି। ତ ଏହାର ସଠିକ୍ ଆନ୍ସର୍ କ'ଣ ହେବ ନା ସାଙ୍ଗମାନେ ଆମର ଗୋପୀନାଥ ମହାନ୍ତି, ଯିଏକି ଆମର କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ପ୍ରଥମ ଓଡ଼ିଆ ସିଏ ସାଙ୍ଗମାନେ। ଏଇଟା ମନେ ରଖିବେ, ପ୍ରଥମ ଓଡ଼ିଆ ଯିଏକି କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ସେ କିଏ ନା ଆମର ଗୋପୀନାଥ ମହାନ୍ତି। ତ ନେକ୍ସଟ ଦେଖନ୍ତୁ, ତ ପ୍ରଥମ ଓଡ଼ିଆ ଆନ୍ତର୍ଜାତୀୟ କ୍ରିକେଟ ଖେଳାଳି କିଏ? ସାଙ୍ଗମାନେ ଆମର ଇଣ୍ଟରନ୍ୟାସନାଲ କଥା ଯଦି ଦେଖିବା କ୍ରିକେଟ କିଏ ପ୍ରଥମ ଆମର ଓଡ଼ିଶାରୁ ଖେଳୁଛନ୍ତି, ତ ଅପସନ୍ ଦେଖିବା ଏରେ ଅଛି ଦେବାଶିଷ ମହାନ୍ତି, ବିରେ ଶିବ ସୁନ୍ଦର ଦାସ, ସିରେ ଦିଲ୍ଲୀପ ତୁର୍କୀ, ଡିରେ ଅଛି ରାଜୀବ ବିଶାଲ। ତ ସଠିକ୍ ଆନ୍ସର୍ କ'ଣ ହେବ ନା ସାଙ୍ଗମାନେ ଆମର ଦେବାଶିଷ ମହାନ୍ତି, ଯିଏକି ଆମର ପ୍ରଥମ ଓଡ଼ିଆ ସେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଖେଳିଥିଲେ। 13 ନମ୍ବର କ୍ୱେଶ୍ଚନ୍ ଦେଖନ୍ତୁ, କିଏ ଓଡ଼ିଶାରେ ମଦର ଟେରେସା ଭାବରେ ଜଣାଶୁଣା? ତ ଅପସନ୍ ଦେଖିବା ଏରେ ରାମ ଦେବୀ, ବିରେ ମାଳତୀ ଦେବୀ, ଆମର ସିରେ ଶାରଳା ଦେବୀ, ଡିରେ ପାର୍ବତୀ ଗିରି। ତ ଆମର ସଠିକ୍ ଆନ୍ସର୍ କ'ଣ ହେବ ନା ଆମର ସାଙ୍ଗମାନେ ଆମର ସଠିକ୍ ଆନ୍ସର୍ ହେଇଯିବ ଡି, ଯୋଉଟାକି ପାର୍ବତୀ ଗିରି, ଯିଏ ଆମର ଓଡ଼ିଶାରେ ମଦର ଟେରେସା ଭାବରେ ଜଣାଶୁଣା। ତ ନେକ୍ସଟ କ୍ୱେଶ୍ଚନ୍କୁ ଯିବା, 14 ନମ୍ବର, ଓଡ଼ିଶାରେ ସନ୍ଥ କବି ନାମରେ କିଏ ପରିଚିତ? ସାଙ୍ଗମାନେ ଏଇଟା ଆପଣମାନେ ଜାଣିଥିବେ, ଏଇଟା ଆପଣ ବହୁତ ଛୋଟବେଳୁ ଏଇ କ୍ୱେଶ୍ଚନ୍ଟିକୁ ଆପଣ ପଢ଼ି ଆସୁଥିବେ, ଯେତେବେଳେ ସାହିତ୍ୟ ପଢ଼ୁଥିବେ ସେ ସାହିତ୍ୟରେ ସନ୍ଥ କବି କିଏ ବୋଲି ଲେଖା ହେଇଥିବ। ତ ଅପସନ୍ ଆମର ଏ ହେଇଯିବ ସାଙ୍ଗମାନେ ଭୀମ ଭୋଇ ହେଉଛନ୍ତି ଆମର ଓଡ଼ିଶାର ସନ୍ଥ କବି ନାମରେ ପରିଚିତ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ ଆମର 15 ନମ୍ବର, ଆହେ ଦୟାମୟ ବିଶ୍ୱବିହାରୀ ପ୍ରାର୍ଥନା କିଏ ଲେଖିଥିଲେ? ତ ସାଙ୍ଗମାନେ ଏଠି ଅପସନ୍ ଦେଖିବା ଏରେ ଅଛି ସତ୍ୟଜିତ ବରଳା, ବିରେ ଅଛି ଅଭିନାଶ ମହାପାତ୍ର, ସିରେ ଲକ୍ଷ୍ମୀକାନ୍ତ ମହାପାତ୍ର, ଡିରେ ରାମକୃଷ୍ଣ ନନ୍ଦ। ସାଙ୍ଗମାନେ ଆମର ସଠିକ୍ ଆନ୍ସର୍ ଡି ହେଇଯିବ ରାମକୃଷ୍ଣ ନନ୍ଦ, ଯିଏକି ଆମର ଆହେ ଦୟାମୟ ବିଶ୍ୱବିହାରୀ ପ୍ରାର୍ଥନା ଆପଣମାନେ ଯେଉଁ ଗାଆନ୍ତି ସିଏ ଲେଖିଥିଲେ ଆମର ରାମକୃଷ୍ଣ ନନ୍ଦ। ତ 16 ନମ୍ବର କ୍ୱେଶ୍ଚନ୍ ଦେଖିବା, ଭାରତର ବୃହତ୍ତମ ନାଗରିକ ପୁରସ୍କାର କ'ଣ? ସାଙ୍ଗମାନେ ଆମର ଭାରତର ବୃହତ୍ତମ ନାଗରିକ ପୁରସ୍କାର କ'ଣ ନା ଅପସନ୍ ଦେଖିବା ପଦ୍ମଶ୍ରୀ, ବିରେ ପଦ୍ମଭୂଷଣ, ସିରେ ଆମର ପରମବୀର ଚକ୍ର, ଡି ଆମର ଡି ଦେଖିବା ଭାରତ ରତ୍ନ। ଆମର ସଠିକ୍ ଆନ୍ସର୍ କ'ଣ ହେବ ନା ଡି ଭାରତ ରତ୍ନ, ଯୋଉଟାକି ଆମର ଭାରତର ବୃହତ୍ତମ ନାଗରିକ ପୁରସ୍କାର। 17 ନମ୍ବର କ୍ୱେଶ୍ଚନ୍ ଦେଖନ୍ତୁ ସାଙ୍ଗମାନେ, ଭାରତର ଉଚ୍ଚତମ ପର୍ବତ ଶିଖର କ'ଣ? ତ ଅପସନ୍ ଦେଖନ୍ତୁ କାଞ୍ଚନଜୁଙ୍ଗା, ଆମର ବିରେ ଅଛି ମାଉଣ୍ଟ ଏଭରେଷ୍ଟ, ସିରେ କେଟୁ, ଡିରେ ନନ୍ଦ ଦେବୀ। ତ ସାଙ୍ଗମାନେ ସଠିକ୍ ଆନ୍ସର୍ କ'ଣ ହେବ ନା କାଞ୍ଚନଜୁଙ୍ଗା ଆମର ସଠିକ୍ ଆନ୍ସର୍ ହେଇଯିବ ଭାରତର ଯୋଉଟାକି ଉଚ୍ଚତମ ଶିଖର କାଞ୍ଚନଜୁଙ୍ଗା। ଆମର ଯଦି ବି କଥା ଦେଖିବା ମାଉଣ୍ଟ ଏଭରେଷ୍ଟ, ସାଙ୍ଗମାନେ ଏଇଟା ଆମର ପୃଥିବୀର ଏଇଟା ହେବ, ଯଦି ସେ ପଚାରିଦେବ ପୃଥିବୀର ଉଚ୍ଚତମ ପର୍ବତ ଶିଖର ନାମ କ'ଣ ନା ଆପଣ ଲେଖିବେ ମାଉଣ୍ଟ ଏଭରେଷ୍ଟ, ଆଉ ଯଦି ଭାରତ ପଚାରିଲା ତ ଆପଣମାନେ ଲେଖିବେ କାଞ୍ଚନଜୁଙ୍ଗା। ତ 18 ନମ୍ବର କ୍ୱେଶ୍ଚନ୍ ଦେଖିବା, ତ ଭାରତର ସମ୍ବିଧାନର ଜନକ କିଏ? ସାଙ୍ଗମାନେ ଏଇଟା ଆପଣମାନେ ଜାଣିବା ଦରକାର, ଏଇଟା ଆପଣ ଯେକୌଣସି ଏକ୍ଜାମ୍ ଦିଅନ୍ତୁ ଏଇ ଟାଇପ୍ର କ୍ୱେଶ୍ଚନ୍ ଆପଣମାନେ ଦେଖିବାକୁ ପାଇବେ। ଅପସନ୍ ଏରେ କ'ଣ ଅଛି ନା ଡକ୍ଟର ଭୀମ ରାଓ ଆମ୍ବେଦକର, ବିରେ ଅଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସିରେ ଅଛି ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଆମର ଡିରେ ଅଛି ପଣ୍ଡିତ ଜବାହରଲାଲ ନେହେରୁ। ତ ସାଙ୍ଗମାନେ ସଠିକ୍ ଆନ୍ସର୍ କ'ଣ ହେବ ନା ଡକ୍ଟର ଭୀମରାଓ ଆମ୍ବେଦକର, ଯିଏକି ଆମର ଭାରତ ସମ୍ବିଧାନର ଜନକ। ତ 19 ନମ୍ବର କ୍ୱେଶ୍ଚନ୍କୁ ଯିବା, ଭାରତରେ ସବୁଠାରୁ ବଡ଼ ସହରର ନାମ କ'ଣ ନା ସାଙ୍ଗମାନେ ଏଇଟା ଆପଣମାନେ ଅପସନ୍ ନମ୍ବର ଏ ହେଇଯିବ ମୁମ୍ବାଇ, ଯୋଉଟାକି ଆପଣମାନଙ୍କ ଭାରତର ସବୁଠାରୁ ବଡ଼ ସହରର ନାଁ। ତ 20 ନମ୍ବର କ୍ୱେଶ୍ଚନ୍କୁ ଯିବା, ଭାରତର ସବୁଠାରୁ ବଡ଼ ରାଜ୍ୟ ନାମ କ'ଣ? ସାଙ୍ଗମାନେ ଏହାର ସଠିକ୍ ଆନ୍ସର୍ ହେଇଯିବ ଆମର ଅପସନ୍ ନମ୍ବର ସି ରାଜସ୍ଥାନ, ଯୋଉଟାକି ଆମର ଭାରତର ସବୁଠୁ ବଡ଼ ରାଜ୍ୟ। ଆଉ ଯଦି ଆପଣଙ୍କୁ ପଚାରିଦେଲା ସବୁଠୁ ଛୋଟ ରାଜ୍ୟ ନାଁ କ'ଣ ନା ଆପଣମାନେ ସେଠି ଗୋଆ ଲେଖିବେ ସାଙ୍ଗମାନେ। ତ ସାଙ୍ଗମାନେ ଆଜି କ୍ୱେଶ୍ଚନ୍ ଆପଣମାନଙ୍କୁ କେମିତି ଲାଗିଛି ନିହାତି କମେଣ୍ଟରେ କହିବେ। ତ ଆଜିକା ପାଇଁ ମୁଁ ରହୁଛି।